ଦେଖନ୍ତୁ ମୋ ନାଁ ହେଉଛି ଏମ୍ ଶ୍ରୀନିବାସ ଦୁରା। ମୁଁ ଏଇଠାର ପିଇଟି ଏବଂ ଆଜିର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଆମକୁ ଗଭର୍ଣ୍ଣମେଣ୍ଟରୁ ଆସିଥିଲା ଚିଠି। ଆମେ ତାକୁ ନେଇକି ପାଳନ କଲୁ। କାହିଁକିନା ଆମର ଏଇ କଲେଜରେ ଯୋଗ କ୍ଲାସ୍ ବି ହୁଏ। ବହୁତ ଭଲ ଭଲ ପିଲା ଅଛନ୍ତି, ଏଇଠୁ ଆନ୍ତର୍ଜାତୀୟରେ ଖେଳିଛନ୍ତି ବି, ଯୋଗରେ ମେଡ଼ାଲ୍ ମାରିଛନ୍ତି। ଆଉ ସେଥିଲାଗି ଆଜି ଆମେ ଯୋଗ ବହୁତ ବଡ଼ ପାଳନ କଲୁ। କାହିଁକିନା ଆଦିମ ଯୁଗରୁ ଯୋଗ ଥିଲା, ବଟ୍ ଲୋକମାନେ ସେମାନେ କିଏ ବି ୟୁଜ୍ କରୁନଥିଲେ। ଏବେ ତ 2015 ଜୁନ୍ରେ ଗଭର୍ଣ୍ଣମେଣ୍ଟର ରୁଲ୍ ହେଇଛି ଯେ ଇଣ୍ଟରନ୍ୟାସନାଲରେ ଯୋଗ ପାଳନ କରିବା ପାଇଁ ଗୋଟେ ସମସ୍ତଙ୍କୁ ସବୁ କଲେଜ ସ୍କୁଲ ସବୁ ଗଭର୍ଣ୍ଣମେଣ୍ଟର ଗୋଟେ ରୁଲ୍ସ ହେଲା। ସେଥିଲାଗି ପାଳନ ସମସ୍ତେ କରନ୍ତି। ସବୁ ଆଜି ଲେଭେଲରେ ମାନେ ବ୍ଲକ ଡିଷ୍ଟ୍ରିକ୍ଟ ସବୁଠି ଆଜି ଯୋଗ ପାଳନ ହେଉଛି। ଆମେ ବି କଲେଜରେ ଆମେ ପାଳନ କଲୁ ଆଉ ଅତି ସୁନ୍ଦର ଭାବେ ବି ପାଳନ ହେଲା। ଭଲ ଭଲ ପିଲା ବି ଥିଲେ, ଆଜି ଭଲ ଯୋଗର ଶିକ୍ଷା ଦିଆଗଲା। ଉପକାରିତା ଦେଖନ୍ତୁ, ଆମେ ଆଜି ମେଡ଼ିକାଲ ଗଲେ ବି କେତେବେଳେ ଗୋଟେ ରୋଗ ଥିଲେ ବି ଡକ୍ଟର କହୁଛି ଯୋଗ କର। ଯୋଗ କଲେ ଆମ ଶରୀର ସୁସ୍ଥ ଥାଏ। ଆମେ ସକାଳୁ ଉଠୁ ଆମେ ନିଜେ ଆମର ଯେତିକ କର୍ତ୍ତବ୍ୟ ପାଳନ କରି ଆମେ ଯୋଗରେ ବସିବା। ଯୋଗ 10-15 ମିନିଟ୍ ବି କରନ୍ତୁ, ଶରୀର ସୁସ୍ଥ ରହିବ। ଦିନସାରା ମାନସିକ ସୁସ୍ଥ ରହିବ, ଶରୀର ସୁସ୍ଥ ରହିବ। ଆମ ମହାବିଦ୍ୟାଳୟ ପିପୁଲ୍ସ ଡିଗ୍ରୀ କଲେଜ ବୁଗୁଡ଼ାରେ ମହାସମାରୋହରେ ଆମେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛୁ। ଭାରତ ସରକାରଙ୍କର ଏହା ହେଉଛି ଗୋଟେ ବଡ଼ ସ୍ୱପ୍ନ, ବଡ଼ ଚିନ୍ତନ, ଯାହା ସମଗ୍ର ପୃଥିବୀରେ ଆଜି କେବଳ ଆନ୍ଦୋଳନ ନୁହେଁ, ଗୋଟେ ବିପ୍ଳବ ତିଆରି କରିଛି। ସମଗ୍ର ପୃଥିବୀ ଆଜି ଏ ମହୋତ୍ସବ ପାଳନ କରୁଛୁ। ସେହି ଅବସରରେ ଆମେ ବି ମଧ୍ୟ ପାଳନ କରିଛୁ। ଆମ ମହାବିଦ୍ୟାଳୟକୁ ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ ସବୁ ଆସିଥିଲେ, ଡେମନଷ୍ଟ୍ରେଟ୍ କଲେ ଏବଂ ଆମର ଗୋଟେ ସୁନ୍ଦର କାର୍ଯ୍ୟକ୍ରମ, ଗୋଟେ ମିଟିଂ ହେଲା। ମୁଁ ଅନୁରୋଧ କରିବି ଯେ ଆମ ମହାବିଦ୍ୟାଳୟ ସହିତ ବାହାରେ ଯେଉଁମାନେ ବି ଅଛନ୍ତି ସମସ୍ତେ ଏ ଯୋଗ ସହିତ ଯୋଡ଼ି ହୁଅନ୍ତୁ। ଯୋଡ଼ି ହେଲେ ନିଜ ମନ ଈଶ୍ୱରଙ୍କ ସହିତ ଯୋଡ଼ି ହେବ, ଆଧ୍ୟାତ୍ମିକ ଚିନ୍ତନ ରହିବ, ପୃଥିବୀ ସୁନ୍ଦର ହେବ। ଯେ ଗୋଟେ ସଂସ୍କାର ସମ୍ପନ୍ନ ଦେଶ, ଏ ଭାରତବର୍ଷରେ ଆମେ ଗୋଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ପାଇଛୁ ଯେ ସମଗ୍ର ପୃଥିବୀରେ ଏ ଆଧ୍ୟାତ୍ମିକତାର ଦେଶ ଭାରତକୁ ଆଗେଇ ନେବା ପାଇଁ ସେ ସବୁବେଳେ ସଂକଳ୍ପବଦ୍ଧ।